କର୍ଣ୍ଣ ଆପଣଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରି ଆଶୀର୍ବାଦ କରିଛନ୍ତି। କଣ ଅଛି ତାଙ୍କର ଆଦେଶ? ସେ କହିଲେ ତୁମର ଏ ଗାନ୍ଧର୍ବ ବିବାହକୁ ମୁଁ ଯଥାସମ୍ମତି ପ୍ରଦାନ କରୁଛି। ତୁମର ପରସ୍ପର ପ୍ରତି ସ୍ନେହ, ପ୍ରେମ ଓ ଆବେଗରେ ମୁଁ ଅତ୍ୟନ୍ତ ତୃପ୍ତ। ତୁମେ ଜ୍ଞାନୀ, ବୀର ଓ ଯଶସ୍ୱୀ। ଓ ମୋ ଶକୁନ୍ତଳା ଶାନ୍ତ, ସରଳ ଓ ସର୍ବଗୁଣ ସମ୍ପନ୍ନ। ସ୍ୱୟଂ ସୃଷ୍ଟିକର୍ତ୍ତା ମଧ୍ୟ ଗୁଣ ବିଚାରିବା ଅସମ୍ଭବ। ଏ ବର କନ୍ୟାଙ୍କର ଦାମ୍ପତ୍ୟ ଜୀବନ ସୁଖମୟ। ତେଣୁ ନ୍ୟାୟସମ୍ମତ ଭାବେ ବିଧାତାଙ୍କୁ ସାକ୍ଷୀ ରଖି ତୁମେ ତୁମ ଶିଶୁର ମାତାକୁ ସହଧର୍ମିଣୀ ଭାବେ ଗ୍ରହଣ କର। ମୁଁ ମଧ୍ୟ କିଛି କହିବାକୁ ଆଗ୍ରହ ପ୍ରକାଶ କରୁଛି। ଆପଣ ଆଉ ମୋ ପୁତ୍ରୀ ଶକୁନ୍ତଳା ପରିବାରର ସହମତି ବିନା ବିବାହ ବନ୍ଧନରେ ଆବଦ୍ଧ ହେବେ, ତା ପୁଣି ଗୋପନରେ। ଆପଣ ଦୁହେଁ ଦୁହିଁଙ୍କର ପରିପୂରକ। କଣ କହିବେ ସ୍ୱାମୀ? ଏ କି ଆଚମ୍ବିତ କଥା! ଗଭୀର ଚିନ୍ତା କରି ମଧ୍ୟ ଏ ନାରୀଙ୍କର ବାଣୀ ଗ୍ରହଣ ବିଷୟ ମୋର ସ୍ମରଣରେ ନାହିଁ। ତାପରେ ସେ ଯେ ଅନ୍ତଃଶବ୍ଦ, ଇଏ ତ ଅନ୍ୟର ସ୍ତ୍ରୀ ବୋଲି ମନରେ ଆଶଙ୍କା ଜାତ ହେଉଛି। ଏକ ଅସତ୍ କଳ୍ପନାର ପ୍ରସଙ୍ଗ ଆପଣମାନେ କିପରି ଉତ୍ଥାପନ କରୁଛନ୍ତି? ହେ ବୌରବ, ଏ ପ୍ରସଙ୍ଗକୁ ଅସତ୍ କହିବା ଧୃଷ୍ଟତା। ଏହାର ସତ୍ୟାସତ୍ୟ ଦୈବୀ ବାଣୀର ସୂଚନା। ତାପରେ ଆଶ୍ରମବାସିନୀ ସଖୀ ଦୁହେଁ ଭଗ୍ନୀ ଶକୁନ୍ତଳାର ପ୍ରତ୍ୟକ୍ଷ ସାକ୍ଷୀ। ଆପଣ ସିଦ୍ଧ ସାଧକ ଋଷିଙ୍କୁ ଅବଜ୍ଞା କରୁଛନ୍ତି। ଏ ସମଗ୍ର ଆର୍ଯ୍ୟବ୍ରତରେ ଆପଣ ଜଣେ ନ୍ୟାୟବନ୍ତ ନୃପଟି। ତେଣୁ ଏ ତପସ୍ୱୀ ମାନଙ୍କ ନିବେଦନକୁ ବିଚାର କରି ଭଗ୍ନୀ ଶକୁନ୍ତଳାକୁ ଗ୍ରହଣ କରନ୍ତୁ। କଥା ସ୍ୱୀକୃତି କରିବା ତ ଦୂରର କଥା, ମୁଁ ସ୍ୱୀକାର ମଧ୍ୟ କରିପାରୁନାହିଁ। ଏପରି କଲେ ମୋ ଚରିତ୍ରରେ କଳଙ୍କ ଲାଗିବ। ହେ ରାଜନ, ଆପଣ ସ୍ୱ ଇଚ୍ଛାରେ ବେଦକୁଞ୍ଜରେ ବଳପୂର୍ବକ କୌଶଳ ପ୍ରୟୋଗ କରି ଗୁରୁକର୍ଣ୍ଣଙ୍କ କନ୍ୟା ସହ ସମ୍ଭୋଗ ସ୍ଥାପନ କଲେ। କିନ୍ତୁ ଉଦାର ଚେତା ମହର୍ଷି ତାଙ୍କୁ ସ୍ୱୀକୃତି ପ୍ରଦାନ କଲେ। ଏଭଳି ଗୁରୁଙ୍କର ଆପଣ ଅବଜ୍ଞା କରୁଛନ୍ତି। ତାଙ୍କ ଉଦାରତାକୁ ସମ୍ମାନ ଦେଇ ଭଗ୍ନୀ ଶକୁନ୍ତଳାଙ୍କୁ ପତ୍ନୀ ରୂପେ ଗ୍ରହଣ କରନ୍ତୁ। ଆପଣମାନେ ଅକାରଣେ ମୋତେ ଅପମାନ ଦେଉଛନ୍ତି ମୁନିବର। ଏଭଳି ମାନସିକ ଦୁର୍ଗତି ଘଟିବ ସ୍ୱାଭାବିକ, ବିଶେଷ କରି ଆପଣଙ୍କ ଭଳି ରାଜାଙ୍କ ଠାରେ ଯେ ଧନ ଓ ଶକ୍ତିରେ ମତ୍ତ। ଏଭଳି ମିଥ୍ୟାକୁ ଆଦରି ନେଇ ଆପଣମାନେ କାହିଁକି ଏ ପ୍ରହଳିକା ସୃଷ୍ଟି କରୁଛନ୍ତି? ଶକୁନ୍ତଳା, ଆଉ ଛିଡ଼ା ହୋଇ ରହିଲେ ଚଳିବନି। ମୁଁ ତମ ଗୋଡ଼ରେ ଖୋଲି ଦଉଛି। ତମ ମୁଖଶ୍ରୀକୁ ଦେଖି ହୁଏତ ରାଜାଙ୍କର ସ୍ମୃତିଚାରଣ ହେଇପାରେ। ଭ୍ରମର ଛୁଇର ବାସ୍ନାରେ ପାଗଳ ହେଲା ପରି ମୋର ଏ ଅବସ୍ଥା, ମୋର ଏ ସ୍ଥିର ମନକୁ ଅଶାନ୍ତ ସମୁଦ୍ର ଗଭୀରତା ମଧ୍ୟକୁ ନେଇଯାଉଛି। ଏ ଚାହିଁ ସତରେ କଣ ମୁଁ ଏ ନାରୀଙ୍କୁ ପରିତ୍ୟାଗ କରିଛି ନା ନାହିଁ? ମହାରାଜ କି ନୀରବ। ମୋର ଅନେକ ସ୍ମୃତି ମନ୍ଥନ କରି ମଧ୍ୟ ଏ ପୂଜ୍ୟ ନାରୀଙ୍କୁ ମୋର ପତ୍ନୀ ରୂପେ ମୁଁ ଗ୍ରହଣ କରିପାରୁନାହିଁ। ଏପରି କୁହ ନାହିଁ ରାଜନ, ଗୁରୁ କର୍ଣ୍ଣଙ୍କ କଥା ଟିକେ ସ୍ମରଣ କର। ସମଗ୍ର ଶକୁନ୍ତଳେ ରାଜାଙ୍କୁ ବିଶ୍ୱାସ ଯୋଗ୍ୟ ପ୍ରତି ଉତ୍ତର ଦେଇ ସନ୍ଦେହ ମୋଚନ କର। ହେ କୌରବ, ଆପଣଙ୍କ ହୃଦୟ ବିଦାରୁନି ଏଭଳି ଏକ ସତ୍ୟ ଘଟଣାକୁ ମିଥ୍ୟାରେ ପରିଣତ କରିବେ? ଆପଣ ସେ ବେଦକୁଞ୍ଜ କଥା ମନେ ପକାନ୍ତୁ। ସମଗ୍ର ଆର୍ଯ୍ୟବ୍ରତରେ ଆପଣ ଜଣେ ବିଚାରବନ୍ତ ପୁରୁଷ। ଜଣେ ଅସହାୟ ନାରୀକୁ ସହାୟତା ଦେବା ଆପଣଙ୍କ କର୍ତ୍ତବ୍ୟ ନୁହେଁ, ଧର୍ମ। ମତେ ଛଳନା କରି ଏଭଳି ପାପ କଥା କୁହନି ଭଦ୍ରେ। ବନ୍ୟା ସମୟରେ ଆବେୟ ଜଳ କୁଳକ୍ଷୟ କରି ତଟସ୍ଥ ବୃକ୍ଷକୁ ପତିତ କରେ, ସେହିପରି ତୁମେ ନିଜକୁ କଳୁଷିତ କରିବା ସଙ୍ଗେ ସଙ୍ଗେ ମତେ ବି କଳଙ୍କିତ କରୁଛ। ଶକୁନ୍ତଳା, ତୁମର ସେ ଅଙ୍ଗୁରୀୟ ପ୍ରଦର୍ଶନ କରି ରାଜାଙ୍କ ହୃଦୟରୁ ସେ ସଂସାରଟାକୁ ଦୂର କର। ଆପଣ ଠିକ କହିଛନ୍ତି ବାପି। ରାଜାଙ୍କୁ ତାଙ୍କର ଅଙ୍ଗୁରୀୟ ସ୍ମରଣ କରାଇଦେବ ଯେ ଆଶ୍ଚର୍ଯ୍ୟ, ଆମେ ନୌକାରେ ଆସିଲା ବେଳେ ସେଟା ନିଶ୍ଚୟ ସେ ମାଳିନୀ ନଦୀରେ ହଜି ଯାଇଛି। ଏହା ହେଉଛି ସ୍ତ୍ରୀ ଜାତିର ଛଳନାମୟ ଅଭିନୟ। ଅନ୍ୟ ଉପରେ ଦୋଷ ଲଦି ଦେଇ
ନିଜକୁ ନିର୍ଦ୍ଦୋଷ ପ୍ରମାଣ କରିବା। ରାଜା ବ୍ରତପତ୍ନୀ ସ୍ୱୀକାର କରନ୍ତି ଏହା ସତ୍ୟ, କିନ୍ତୁ ଏପରି ଛଳନାକୁ ମୁଁ ସ୍ୱୀକାର କରିପାରିବି ନାହିଁ। ଆପଣ ଗ୍ରୀଷ୍ମ ଋତୁରେ ଅରଣ୍ୟ ଗମନରେ ଦୁଇ ତପସ୍ୱୀଙ୍କୁ ଭେଟିବା, ପଦ୍ମପତ୍ରରେ ଜଳ ଆଣି ମୃଗ ଶିଶୁଙ୍କୁ ଦେବା ଓ ତାଙ୍କୁ ସାକ୍ଷୀ ରଖି ମୋତେ ବିବାହ କରିବା। ତୁମର ଛଳ ପରିହାର କର ଭଦ୍ରେ। हे हस्तिनाधिपति आपण गुणी ज्ञानी उदार प्रजावत्सल राजा आश्रम रे एमिति संयम रक्षा करी बढुଥିବା कन्याକୁ एपरि କହିବା कोन आपनकर समीचीन? हे बयोज्येष्ठ तपस्वी, ଯେଉଁ ନାରୀ ନିଜ ଦୋଷ ଅନ୍ୟ ଉପରେ ଲଦି ଦିଏ ସେ କିଛି ବି କରିପାରେ। ସେ ଆଶ୍ରମବାସିନୀ ଏହା ସତ୍ୟ, କିନ୍ତୁ ତାଙ୍କର ବର୍ଣ୍ଣନା ଏକ କପୋଳ କଳ୍ପିତ କାହାଣୀ। ହେ କୌରବ, ସମସ୍ତଙ୍କ ହୃଦୟ ଆପଣଙ୍କ ଭଳି ନୁହେଁ। ଯାହା ସତ୍ୟତା ଶାଶ୍ୱତ, ସତ୍ୟର ପ୍ରକାଶ ହେଲେ ମିଥ୍ୟା ଦୂରୀଭୂତ ହୁଏ। ଆପଣଙ୍କ ବିଶ୍ୱ ହୃଦୟରେ ପଡ଼ି ଆଜି ମୁଁ ଭର୍ଷିତ ହେଉଛି। ଆପଣଙ୍କ ଓଠରେ ମଧୁ ଓ ହୃଦୟ ବିଷ ଭରି ରହିଛି। ଏ ନାରୀଙ୍କ ଦୃଢ଼ତା ମୋତେ ସନ୍ଦେହଯୁକ୍ତ କରୁଛି। ସେତେବେଳର ତୁମର ଉତ୍ତେଜନାତ୍ମକ ନିଷ୍ପତ୍ତି ଆଜି ତୁମକୁ ଏପରି ଦଶା ଦେଖାଇଛି। ଏ ମୁନିଙ୍କର ଏ କି ପ୍ରକାରର ମନ୍ତବ୍ୟ? ଯେ ଛଳ କପଟ ରାଜକାର୍ଯ୍ୟରେ ନିପୁଣ ସେ ସତ୍ୟତାର ହାତ ଧରିବେ। ଓ ସତ୍ୟତାର ଡିଣ୍ଡିମ ଧରି କୁହ ତ, ଏଭଳି କଲେ ମୋର କି ଲାଭ? ଚରିତ୍ର ସ୍ଖଳନ, ଧ୍ୱଂସ। ଏଭଳି ବାକ୍ୟ ଆଦୌ ଗ୍ରହଣୀୟ ନୁହେଁ ମୁନିବ। ସମଗ୍ର ଆମେ ଗୁରୁଙ୍କ ଆଦେଶ ପାଳନ କରି ସନ୍ଦେଶ ଦେଇ ସାରିଛୁ। ଏବେ ଏଠୁ ଚାଲିଯିବା ଉଚିତ। ଏ ଆପଣଙ୍କର ବିବାହିତ ପତ୍ନୀ, ସ୍ୱୀକାର କରିବା ନ କରିବା ଆପଣଙ୍କର ଇଚ୍ଛା। ବିଧିର ବିଧାନ ବଡ଼ ବିଚିତ୍ର ରେ ମା, ତାକୁ କେହି ଏଡି ଦେଇ ଯାଇପାରିବେ? ଶରତ ବାବୁ ସିଏ ଏଠି ଭଗ୍ନୀ ଶକୁନ୍ତଳା, ତୁମେ ଯଦି କପଟି ଯାହା ରାଜା କହୁଛନ୍ତି, ତେବେ ଗୁରୁ କର୍ଣ୍ଣଙ୍କ ଆଶ୍ରମ କଣ ତୁମ ବାସସ୍ଥାନ ହେବା ଉଚିତ। ଆଉ ଯଦି ତୁମେ ତୁମ ପ୍ରେମରେ ଅଟଳ, ତେବେ ଏଠି ରହି ତାହା ସାବ୍ୟସ୍ତ କର। ଚାଲନ୍ତୁ ମାତେ। ଏ ତପସ୍ୱୀଙ୍କର ଏ କି ପ୍ରକାରର ମନ୍ତବ୍ୟ? ଚନ୍ଦ୍ର କିରଣରେ ମଲ୍ଲି ଫୁଟେ ନା କି ପଦ୍ମ, ସୂର୍ଯ୍ୟ କିରଣରେ ପଦ୍ମ ଫୁଟେ ନା କି ମଲ୍ଲି। ଆଉ ମୋ ପରି ଏକ ଧର୍ମପରାୟଣ ନ୍ୟାୟବନ୍ତ ରାଜା ଏକ ଅନ୍ୟର ପତ୍ନୀକୁ କିପରି ପତ୍ନୀ ରୂପେ ଗ୍ରହଣ କରିବେ? ଜଣେ ଯୌବନ ପ୍ରାପ୍ତ ଯୁବତୀ ଷୋଡ଼ଶୀ ଅସୀମ ଧୈର୍ଯ୍ୟ ଆଉ ସାହସର ସହିତ ଯାହା ବୟାନ କଲେ ତାହା ସମ୍ପୂର୍ଣ୍ଣ ମିଥ୍ୟା ହେଇପାରେ ନା ମହାରାଜ। ଘଟଣାର ସତ୍ୟାସତ୍ୟ ନଥିଲେ ଏପରି ଜଣେ ବନବାସିନୀ ଲାବଣ୍ୟମୟୀ ଜଣେ ଯୋଦ୍ଧା ପ୍ରତାପୀଙ୍କ ସମ୍ମୁଖରେ ଠିଆ ହୋଇ କଣ ଏଭଳି ବୟାନ ଦେଇପାରିବ? ରାଜନ, ଜଣେ ଆଶ୍ରମବାସିନୀ ଦିବ୍ୟ ମୁନିକନ୍ୟାର ବୟାନକୁ ସମ୍ପୂର୍ଣ୍ଣ ମିଥ୍ୟା କହିବା ଉଚିତ ହେବନି। ଆଶ୍ରମବାସୀ ନିଷ୍କପଟ। ଯଦି କର୍ଣ୍ଣଙ୍କର ପୌତ୍ର ଚକ୍ରବର୍ତ୍ତୀ ଚିହ୍ନ ଧାରଣ କରି ଜନ୍ମ ଲାଭ କରେ, ତାହାକୁ ରାଜଅନ୍ତପୁରକୁ ନେବା, ଅନ୍ୟଥା ଆଶ୍ରମକୁ ପଠାଇବାର ବ୍ୟବସ୍ଥା କରିବା। ଠିକ ଅଛି। ହେ ମା ବସୁଧା, ତମେ ମତେ ଏଠୁ ନେଇଯାଅ ମା, ନେଇଯାଅ। ଚାଲ ମା, ମୋ ସାଙ୍ଗରେ ଚାଲ। ଆରେ ଅଟୋ ଅଟୋ ଅଟକା
ଆଜ୍ଞା କ୍ଷମା କରନ୍ତୁ ମୁଁ ସେଭଳି କିଛି ବି କରିନାହିଁ। ତୁ କଣ ଗୋଟେ ବ୍ରାହ୍ମଣ? ରାଜା ତତେ ମହାନନ୍ଦରେ ଦାନ କଲେ? ମୋ କଥା ଟିକେ ଶୁଣନ୍ତୁ ପ୍ରଭୁ। ମୁଁ ହେଲି ଏକ ତୁଚ୍ଛ ଜୀବ, ଏଇ ମାଳିନୀ ନଦୀ ତଟରେ ରହୁଛି। ତୁ କିଏ? ଜାନୁକ ତାକୁ ସମ୍ପୂର୍ଣ୍ଣ କଥା କହିବାକୁ ଦିଅ, ଅନୁରୋଧ କରୁନାହିଁ। ମାଛ ଧରିବା ହେଉଛି ମୋର କୂଳ ବ୍ୟବସାୟ। ଅତି ସୁନ୍ଦର ଏ ମୁଦ୍ରିକା। ନିଜ ବ୍ୟବସାୟକୁ କେବେ ଛାଡ଼ିବା କଥା ନୁହେଁ। ସେ ଯୋଉ ଜନ୍ମରୁ ଆମେ ପାଇଛୁ, ଆମେ ତ ଧନ୍ୟ ବଢ଼ିବା କଥା। ଆଜ୍ଞା ମନ୍ଦିରର ପୂଜକ ବି ତ ବଳି ଦଉଛି ନା। ଠିକ ଅଛି ଠିକ ଅଛି, ମୁଦ୍ରିକା କଥା କହ। ମୁଦ୍ରିକା କଥା, ସେଦିନ ମୁଁ ଅନେକ କଷ୍ଟ ପରେ ଏକ ବଡ଼ ମାଛଟେ ଧରିଥିଲି। ଆଉ ତାକୁ ଯେତେବେଳେ କାଟିଲି, ଏଇ ମୁଦ୍ରିକାଟି ତା ପେଟ ଭିତରୁ ପାଇଲି ଆଜ୍ଞା। ରତ୍ନ ଜଡ଼ିତ ସୁବର୍ଣ୍ଣ ମୁଦ୍ରିକା। ଆମେ ତ ଆଉ ଶିକ୍ଷିତ ଲୋକ ନୁହଁ ଯେ ରାଜାଙ୍କ ନାମ ଏଠାରେ ପଢିପାରିବା। ସେଥିପାଇଁ ବଣିଆ ପାଖକୁ ଆସିଥିଲି କିଛି ମୂଲ୍ୟ ପାଇବାକୁ। ଏଥର ତମେ ମତେ ମାର ବା ଛାଡ଼, ମୋର ଆଉ କିଛି କହିବାର ନାହିଁ।